ସୁଭଦ୍ରା ହିତାଧିକାରୀ ପାଇବେ 10,000 ଟଙ୍କା। ନୂଆ ବର୍ଷରେ 10,000 ଟଙ୍କା କେତେ ତାରିଖରେ କୋଉ ମାସରେ ଦିଆଯିବ ଏହା ଜାଣିବା ପାଇଁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଭିଡିଓକୁ। ତ ଯେଉଁମାନେ ସୁଭଦ୍ରା ହିତାଧିକାରୀ 15,000 ଟଙ୍କା ପାଇଛନ୍ତି ସେମାନଙ୍କୁ ମିଳିବ ନାହିଁ। ଆଉ ଯେଉଁମାନେ ନୂଆ ଆବେଦନ କରିବେ ସେମାନଙ୍କୁ 10,000 ଟଙ୍କା ଗୋଟେ କିସ୍ତିରେ ମିଳିବ। ଆଉ ଯେଉଁମାନେ ସୁଭଦ୍ରା ଅନଲାଇନ୍ କରିଥିଲେ ଆଉ ସେମାନେ ପାଇନଥିଲେ ଟୋଟାଲି, ତାହେଲେ ସେମାନେ ମଧ୍ୟ 10,000 ଟଙ୍କା ଗୋଟେ କିସ୍ତିରେ ପାଇବେ। କୋଉ ତାରିଖରେ ପାଇବେ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଅନୁରୋଧ କରୁଛି, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ନୂଆ ଆସିଥିଲା ତାହେଲେ ସବସ୍କ୍ରାଇବ କରନ୍ତୁ, ବେଲ୍ ଆଇକନକୁ ଦବାଇ ରଖନ୍ତୁ, ଯାହାଫଳରେ ନୂଆ ଅପଡେଟ୍ ଭିଡିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଦେଖିପାରିବେ ନୂଆ ଅପଡେଟ୍ ଭିଡିଓ ସର୍ବପ୍ରଥମେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି 2026 ଜାନୁଆରୀ ମାସରେ 10,000 ଟଙ୍କା ମିଳିବ ସୁଭଦ୍ରା ହିତାଧିକାରୀ ମାନଙ୍କୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି 2026 ଜାନୁଆରୀ ମାସରେ ସୁଭଦ୍ରା ଟଙ୍କା ମିଳିବ 10,000 ଲେଖା, କିନ୍ତୁ ତାରିଖ ଘୋଷଣା କରିନାହାନ୍ତି। ତାରିଖ ଘୋଷଣା କଲେ ଆପଣମାନଙ୍କୁ ସର୍ବପ୍ରଥମେ ଦେଖିବାକୁ ମିଳିବ। ଚ୍ୟାନେଲ ସବସ୍କ୍ରାଇବ କରିକି ରଖନ୍ତୁ।